ବର୍ତ୍ତମାନ ଇବୋଲା ଭାଇରସ୍ ଗୋଟିଏ ଆତଙ୍କ ଖେଳାଉଛି ସମସ୍ତଙ୍କ ଭିତରେ। ଯଦିଓ ଆମେ ଦେଖିବା ଏହାର ଲକ୍ଷଣ କ'ଣ ରହିଛି, କ'ଣ ଏହାର ବାସ୍ତବର ଲକ୍ଷଣ ତାହା ହୁଏତ ଜଣା ହୁଏତ ଠିକ୍ ସେ ନ ପଡ଼ିଲେ ବି କିନ୍ତୁ ଇବୋଲା ଭାଇରସ୍ କଥା ବର୍ତ୍ତମାନ ଲୋକମାନଙ୍କ ମାଇଣ୍ଡରେ ଚାଲୁଛି। ଏ ଇବୋଲା ଭାଇରସ୍ କ'ଣ, ଏ ଇବୋଲା ଭାଇରସ୍ କାହିଁକି ହେଉଛି, ଏ ନେଇ ଅଧିକ ଆଲୋଚନା କରିବା। ଆମ ସହିତ ପ୍ରଫେସର ଡକ୍ଟର ଜୟନ୍ତ ପଣ୍ଡା ସାର୍ ଅଛନ୍ତି। ସାର୍ ପ୍ରଥମେ ଆପଣ କନକ ନ୍ୟୁଜ୍କି ସ୍ୱାଗତ କରିବି। ନମସ୍କାର ସାର୍, ଇବୋଲା ଭାଇରସ୍ ବର୍ତ୍ତମାନ ଗୋଟେ ଭୟ ସୃଷ୍ଟି କରୁଛି। ସାର୍, ଏ ଇବୋଲା ଭାଇରସ୍ କ'ଣ, ସାର୍ ଏହାର ଲକ୍ଷଣ କ'ଣ? ଭୂତାଣୁ ବିଭିନ୍ନ ପ୍ରକାର ଥାଏ ଆଉ ଭାଇରସର କ୍ଲାସିଫିକେସନ ଅନୁଯାୟୀ ଏହା ଗୋଟେ ପ୍ରକାରର ଭାଇରସ୍ ଯାହାକି ଜ୍ୱର କରେ, ଇନଫେକ୍ସନ କରେ ଆଉ ମଲ୍ଟି ଅର୍ଗାନ ଫେଲିୟର କରେ। ଆଫ୍ରିକାନ ସବ୍ ସାହାରାନ ଜଙ୍ଗଲ ଆଉ ଆମାଜନ ଜଙ୍ଗଲରେ ଏହି ପ୍ରକାର ଭୂତାଣୁ ଅନେକାଂଶରେ ଦେଖା ଦେଇଥାଏ ଆଉ ପ୍ରାୟତଃ ଏହା ମୂଷା ଦ୍ୱାରା ବ୍ୟାପିଥାଏ। ମୂଷା ସଂସ୍ପର୍ଶରେ ଆସିଲେ ବା ତାଙ୍କୁ ଛୁଇଁଲେ ବା ତାଙ୍କର ମଳ ମୂତ୍ର ଲାଳ ଓ ଶରୀରର ଅଂଶ ସଂସ୍ପର୍ଶରେ ଆସିଲେ ବା ସେଇ ସବୁ ପଦାର୍ଥ ଶୁଖିକି ଯେତେବେଳେ ଏରୋସଲ ଭାବରେ ଉଡ଼ନ୍ତି ପରିବେଶରେ, ତାହା ଭାଇରସକୁ କ୍ୟାରି କରିଥାଏ ଓ ଇନଫେକ୍ସନ କରିଥାଏ। ଆମେ ଯାହା ଜାଣିଛେ ଏହି ଭୂତାଣୁ ଯଦିଓ ଅତି ସାଧାରଣ ଭୂତାଣୁ ନୁହେଁ, କିନ୍ତୁ ଯେଉଁ ସବୁ ଏରିଆରେ ଏହା ଏଣ୍ଡେମିକ୍ ଥାଏ, ଯେମିତିକି ସବ୍ ସାହାରାନ ଆଫ୍ରିକାର କଙ୍ଗୋ, ଉଗାଣ୍ଡା, କେନିଆ, ନାଇରୋବି, ଏହିସବୁ ସ୍ଥାନରେ ଅନେକାଂଶରେ ଏହି ଭୂତାଣୁ ଦେଖା ଦେଇଥାଏ। ବର୍ତ୍ତମାନ ଦୁଃଖର କଥା ଯେ ଏହି ଇବୋଲା ଭାଇରସର ପ୍ରୋଡ୍ରମରେ 100ରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କଲେଣି ଆଉ ଆମର ଯେଉଁ ଆଫ୍ରିକାନ ଇଣ୍ଡିଆନ କନଭେନସନ ମଧ୍ୟ ଯେଉଁଟାକି 28 ତାରିଖରେ ହେବାକୁ ଥିଲା, ତାକୁ ସରକାର ରଦ୍ଦ କରିଦେଇଛନ୍ତି। ତାର କାରଣ ହେଲା ଏହି ଭୂତାଣୁର ଯେଉଁ ରିସରେନ୍ସ ହେଇଛି ତାକୁ WHO ଗୋଟେ ଭାଇରସ୍ ଅଫ୍ ଇଣ୍ଟରନ୍ୟାସନାଲ କନସର୍ନ ହିସାବରେ ଡିକ୍ଲେୟାର କରିଛି। ସାର୍, ବଡ଼ କଥା ହେଉଛି ଯେତେବେଳେ ଇବୋଲା ଭାଇରସ୍ ଗୋଟେ ସାମ୍ନାକୁ ଆସୁଛି, ସେ ଭାଇରସ୍ କଥା ଆସିଲେ ଲୋକମାନଙ୍କ କୋଭିଡ୍ କଥା କୁହନ୍ତୁ, ଏବେ ଇବୋଲା କଥା କୁହନ୍ତୁ, ଲୋକମାନେ ଆତଙ୍କିତ ହୋଇଯାଇଥାନ୍ତି। କାରଣ ଭାଇରସ୍କୁ ଲୋକମାନଙ୍କ ବର୍ତ୍ତମାନ ବହୁତ ଭୟ। ସାର୍, ଏଥିରେ ଲୋକମାନେ କେମିତି ଆତଙ୍କିତ ନ ହେବେ, ଏହାର ଲକ୍ଷଣ ସାର୍ କ'ଣ ରହିଛି? ଯଦିଓ ଲୋକମାନେ ଭାରତରେ ଯଦିଓ ଏହାର ଏତେଟା ପ୍ରଭାବ ପଡ଼ିନାହିଁ, କିନ୍ତୁ ସାର୍ ଭବିଷ୍ୟତରେ ଯେମିତି ଏହାର ପ୍ରଭାବ କେମିତି ନ ପଡ଼ିବ, ଲୋକମାନେ ସାର୍ କ'ଣ ସତର୍କତା ଅବଲମ୍ବନ କରିବା ପାଇଁ ପଡ଼ିବ? ସବୁ ପ୍ରକାର ଭୂତାଣୁ ପାଇଁ ସେଇ ଗୋଟିଏ ପ୍ରକାର ସତର୍କତା। ଆମେ ଯେଉଁ ରୁଟ୍ରେ ତାହା ଟ୍ରାନ୍ସମିଶନ ହୁଏ ତାକୁ ଏଭଏଡ୍ କରିବା ପାଇଁ ଚେଷ୍ଟା କରୁ। ଯେମିତିକି ମୁଁ କହିଲି, ମୂଷାମାନଙ୍କ ଦ୍ୱାରା ଏହା ଟ୍ରାନ୍ସମିଟ୍ ହେଇଥାଏ ବା ମୂଷା ଗୋଟେ ଭେକ୍ଟର ଭାବରେ କାମ କରେ। ଆମର ତ ଘରେ ଘରେ ମୂଷା ଅଛନ୍ତି, ତ ସେମାନେ ଯେମିତି ଉପଦ୍ରବ ନ କରନ୍ତି ଆଉ ଆମେ ପ୍ରପର ହ୍ୟାଣ୍ଡ ସାନିଟାଇଜେସନ କରୁ, ମାସ୍କ ପିନ୍ଧୁ ବା ଏୟାର ସାନିଟାଇଜେସନ କରୁ ଆଉ ଆମର ଘରେ କାହାର ଯଦି କିଛି ଲକ୍ଷଣ ଦେଖାଦିଏ ବା ପରିବେଶରେ କିଛି ଲକ୍ଷଣ ଦେଖାଦିଏ, ତାହେଲେ ସେଇ ପରିସ୍ଥିତିରେ ଆମେ ନିଜେ ସତର୍କ ରହିବା ସହ ଡାକ୍ତରଙ୍କୁ ପରାମର୍ଶ କରି ରକ୍ତ ପରୀକ୍ଷା କରିନେଇ ଆମର କାରଣ ଜାଣି ତାର ଚିକିତ୍ସା କରିବା ସର୍ବାଦୌ ଆବଶ୍ୟକ। ଜୀବନ ପ୍ରତି କେତେ ବିପଦ ଥାଏ ସାର୍ ଏ ଭାଇରସ୍? ଏହି ଭୂତାଣୁ ଗୁରୁତର ରୋଗ ସୃଷ୍ଟି କରେ, ଯାହା ଯେଉଁଠି ଜୀବନ ପ୍ରତି ବିପଦ ଥାଏ। କାହିଁକିନା ଏହା ମସ୍ତିଷ୍କକୁ ଆକ୍ରାନ୍ତ କରେ, ବେଳେବେଳେ ଏନ୍ସେଫାଲୋପାଥି କରେ, ଯେଉଁଠି କନଭଲସନ୍ ହୁଏ ବା ବାତ ମାରେ, ଜଣ୍ଡିସ୍ ହୁଏ, କିଡନୀ ଫେଲିୟର ହୁଏ, ପତଳା ଝାଡ଼ା ହୁଏ, ଜ୍ୱର ହୁଏ, ଦେହ ହାତ ଗୋଡ଼ ଛେଚି କୁଟି ହୁଏ ଓ ସେ ପ୍ରକାର ପରିସ୍ଥିତିରେ ଜଣେ ବ୍ୟକ୍ତି ଗୁରୁତର ହେବାର ସମ୍ଭାବନା ବେଶୀ। ଓ ଆପଣ ନିକଟ ଅତୀତରେ ଶୁଣିଥିବେ ଯେ କେମିତି ଗୋଟେ ଦମ୍ପତି ସେମାନେ ଗୋଟେ ରେନ୍ ଫରେଷ୍ଟକୁ ଯାଇଛନ୍ତି, ଆଫ୍ରିକାର ରେନ୍ ଫରେଷ୍ଟକୁ ଏମିତି ପକ୍ଷୀମାନଙ୍କୁ ଦେଖିବା ପାଇଁ, ଆଉ ସେଠି ଏହି ଇବୋଲା ଭୂତାଣୁର ଶିକାର ହେଇଛନ୍ତି ଆଉ ସେଠି ଗୋଟେ ଜାହାଜରୁ ଆଉ ଗୋଟେ ଜାହାଜକୁ ମଧ୍ୟ ଟ୍ରାନ୍ସମିଟ୍ କରିଛନ୍ତି। ଯେଉଁ ଜାହାଜ ଗୁଡ଼ାକୁ ଆମେ ଲ୍ୟାଣ୍ଡ କରିବାରେ ଅନେକ ଗୁଡ଼ାଏ ପ୍ରୋବ୍ଲେମ୍ ଥିଲା ଆଉ ବର୍ତ୍ତମାନ ମଧ୍ୟ ଯେଉଁମାନେ ଇଣ୍ଟରନ୍ୟାସନାଲ ପ୍ୟାସେଞ୍ଜର୍ସ ସେମାନଙ୍କୁ ଆମେ କ୍ୱାରେଣ୍ଟିନ୍ରେ ରଖିବାକୁ ପଡ଼ୁଛି ବା ଏହି ଭୂତାଣୁର ଲକ୍ଷଣ ପାଇଁ ସ୍କ୍ରିନିଂ କରିବାକୁ ପଡ଼ୁଛି। ଏଥିପାଇଁ ସତର୍କତା ଅବଲମ୍ବନ କରିବା ଆଜିଠୁ ଆବଶ୍ୟକ ରହିଛି। ବର୍ତ୍ତମାନ ଭାରତରେ ଏମିତି କିଛି ସ୍ଥିତି ନାହିଁ, କିନ୍ତୁ ଆଫ୍ରିକା ଭଳି ଭାରତରେ ବି ଇବୋଲା ଭାଇରସ୍ ଅଛନ୍ତି। ଏହା ନୁହେଁ କି ଆମେ
भूताणु मुक्त अच्छे आउ इबोला हो कोविड हो एप्स्टीन बार हो किंबा साइटोमेगाल हो जेकोसी भूताणु पाई आमे निजर रोग प्रतिषेधक शक्ति सठिक रखिपर आमर हैंड वाश ठू आरंभ करिकी मास्क जाए सोशल डिस्टेंसिंग ठू आरंभ करिकी लक्षण देखागले चिकित्सा जाए आमे जदि सतर्क रहिबा ताहले भूताणु आक्रमण रु आमे रक्षा पाई परिबा कहिना भूताणुर सबुठारु आम पई भल जिंस होला गोटे सप्ताह भितरे बा 10 दिन भितरे भूताणुर पूरा आक्रमण शांत हो जाए और सेतिकी दिन जदि आमे रोगीटी को बंचाई रखी परिबा ताहले से बंची जीवार संभावना अनेक थाए। ये प्रतिक्रिया आम नौले डॉक्टर जयंत पंडा सारंकर जोटि कि इबोला भाइरस जदिओ भारत में यार प्रभाव देखा मिलना किंतु सतर्कता रहिबार आवश्यक रही कारण कोविड कथा विगत दिन में आम देखीचे एबे इबोला जिते बेले गोटे भाइरस आतंक सृष्टि करुच्ची भारत में जदिओ ना किंतु भारत को पहुंचवा बेलू हेतु आम कहीपर लोक मैंने सतर्कता अवलंबन करने दरकार मूषा कथा जो सार कहते से उपर टिके सतर्कता अवलंबन करार आवश्यक रही। कटक कैमरा पर्सन राजकिशोर पंडा कालीचरण रणजित कनक न्यूज।